ଏହି ଚାଲ ନଟୁ ଖେଳିବା ଛବି ବଡ଼ ବହିର ଗପରୁ ଆମେ ଚାଲ ନଟୁ ଖେଳିବା ଗପଟି ପଢ଼ିଲେ। ବର୍ତ୍ତମାନ ଆସ ଆମେ ବଡ଼ ବହିରେ ଥିବା ଏହି ଗପଟିରେ ଥିବା ମୁଖ୍ୟ ଶବ୍ଦ ଗୁଡ଼ିକୁ ପଢ଼ିବା ଆଉ ଆମ ଖାତାରେ ଲେଖିବା। ଛବି ଦେଖୁଛ, ଏଇ ଛବିଟି କାହାର ଛବି? ନଟୁ ହେଲା। ନଟୁରେ ଏଠି କ'ଣ ଲାଗିଛି ପିଲାମାନେ ଦେଖ? ସୂତା। ସୂତା। ଏଇଠି କ'ଣ କରୁଛନ୍ତି ପିଲାମାନେ? ଭୋଳା, କେଶବ ଆଉ ହେମା କ'ଣ କରୁଛନ୍ତି? ଖେଳୁଛନ୍ତି। ଖେଳ ହେଲା। ଏଠି କଠିନ ଶବ୍ଦ ଏଠି କ'ଣ ଅଛି? ଦୁହେଁ। ଦୁହେଁ ମାନେ ଦୁଇ ଜଣ। ପଡ଼ିଆ ହେଲା। ଖେଳ ପଡ଼ିଆରେ ଖେଳିଲେ। ଏକାଠି। ତିନି ଜଣ ଯାକ ଏକାଠି ହୋଇ ଖେଳିଲେ। କୋଉମାନେ ଏକାଠି ହେଲେ? ହେମା, ଭୋଳା, କେଶବ ହେଲା। ତିନି ଜଣ କ'ଣ ହେଲେ? ତିନି ଜଣ ଯାକ ଏକାଠି ହୋଇ ସାଙ୍ଗ ହେଲେ ହେଲା। ସାଙ୍ଗ। ଖୁସି। ସମସ୍ତେ ହେଲା। ପିଲାମାନେ ସମସ୍ତେ ତିନି ଜଣ ଯାକ ଏକାଠି ହୋଇ ନଟୁ ଖେଳିଲେ। ଆସ ପିଲାମାନେ ଆମେ ବଡ଼ ବହିର ଏଇ ଗପଟିକୁ ପଢ଼ିବା। ଚାଲ ନଟୁ ଖେଳିବା। ରବିବାର ଦିନ ଭୋଳା ଘରେ ଥିଲା। ପୂର୍ଣ୍ଣଚ୍ଛେଦ ପାଖରେ ଟିକେ ରହିବ। ସେ ସୂତା ଓ ନଟୁ ନେଇ କେଶବ ଘରକୁ ଗଲା। ଦୁଇ ସାଙ୍ଗ ପଡ଼ିଆକୁ ଯାଇ ନଟୁ ଖେଳିଲେ। ଏତିକି ବେଳେ ହେମା ବି ପଡ଼ିଆକୁ ଆସିଲା। ହେମା ପାଖରେ ନଟୁ ନଥିଲା। ତାର ବି ନଟୁ ଖେଳିବାକୁ ମନ ହେଲା। ଏକଥା କେଶବ ଜାଣିପାରିଲା। ସେ ଭୋଳାକୁ କହିଲା, ଆମେ ଦୁହେଁ ହେମାକୁ ସାଥିରେ ଖେଳାଇବା। ଏବେ ଖେଳ ଆରମ୍ଭ ହେଲା। ତିନି ସାଙ୍ଗ ଜଣକ ପରେ ଜଣେ ନଟୁ ଖେଳିଲେ। ସମସ୍ତେ ଖୁସି ହେଲେ। ଏବେ ଏକାଠି ହୋଇ ସମସ୍ତେ ଖେଳିଲେ। ଆସ ପିଲାମାନେ ଆମେ ଏଇ ଗପରୁ କଠିନ ଶବ୍ଦ ଗୁଡ଼ିକୁ ଗୋଲ ବୁଲେଇବା। ନଟୁ। ଏଠି ନଟୁ ଚାରିପଟେ ଗୋଲ ବୁଲେଇବା। ନଟୁ ଯୋଉଠି ପାଇବା ସବୁ ନଟୁକୁ ଗୋଲ ବୁଲେଇ ଦେବା। ଏଇଠି ଦେଖ ଗୋଟେ ନଟୁ, ତାକୁ ଗୋଲ ବୁଲେଇବା। ନଟୁ ଏଠି ମଧ୍ୟ ଗୋଟେ ନଟୁ ଅଛି, ତାକୁ ଗୋଲ ବୁଲେଇବା। ଏଠି ବି ନଟୁ ଅଛି ଦେଖ, ଗୋଲ ବୁଲେଇବା। ଏପରି ସବୁ ନଟୁରେ ଗୋଲ ବୁଲେଇଲେ। ଏହାପରେ ସୂତା ଖୋଜିବା। କଠିନ ଶବ୍ଦ ଆମର କ'ଣ ଅଛି? ସୂତା। ସୂତା। ସୂତା ଯୋଉଠି ଲେଖା ହେଇଥିବ ଗୋଲ ବୁଲେଇବା ତାକୁ। ଏଇଠି ଦେଖ ସୂତା। ଏଇ ସୂତାକୁ ଗୋଲ ବୁଲେଇବା ହେଲା। ଏହାପରେ ଖେଳ। ଖେଳ କୋଉଠି ଅଛି? ଖେଳକୁ ଗୋଲ ବୁଲେଇବା। ଖୋଜିବା ଯୋଉଠି ଖେଳ ଲେଖା ହେଇଥିବ ସେ ଖେଳକୁ ଗୋଲ ବୁଲେଇବା। ଏହାପରେ ଦୁହେଁ। ଦୁହେଁ କୋଉଠି ଲେଖା ହେଇଛି? ଦୁହେଁ ଗୋଲ ବୁଲେଇବା। ପଡ଼ିଆ। ପଡ଼ିଆକୁ ଗୋଲ ବୁଲେଇବା। ଏକାଠି। ଏଇ ଦେଖ ଏଇଠି ଏକାଠି ଅଛି। ଏହାପରେ ସାଙ୍ଗ। ସାଙ୍ଗ। ଏଇଠି ଦେଖ ତିନି ସାଙ୍ଗ। ଖୁସି। ଖୁସି କୋଉଠି ଲେଖା ହେଇଛି ଦେଖିବା, ଖୋଜିବା। ଖୁସି। ଏଇ ଦେଖ ଏଇ ସମସ୍ତେ
ଖୁସି ହେଲେ ଏ ଖୁସିରେ ଗୋଲ ବୁଲିଦେବ। ତାପରେ ସମସ୍ତେ, କଠିନ ଶବ୍ଦ ଏଇଠି ଲେଖା ହେଇଛି ଦେଖ, ସମସ୍ତେ। ଏହିପରି ଆମ ଚାଲ ନଟୁ ଖେଳିବାରେ ଥିବା କଠିନ ଶବ୍ଦ ଗୁଡ଼ିକ ଆମେ ଗୋଲ ବୁଲିବା ଏବଂ ତାକୁ ପଢ଼ି ଅଭ୍ୟାସ କରିବା। ନଟୁ, ସୂତା, ଖେଳ, ଦୁହେଁ, ପଡ଼ିଆ, ଏକାଠି, ସାଙ୍ଗ, ଖୁସି, ସମସ୍ତେ। ଆମେ ଖାତା କାଢ଼ିବା ଏବଂ ଏହି ଶବ୍ଦ ଗୁଡ଼ିକୁ ବାରମ୍ବାର ଲେଖିବା ଏବଂ ଆମ ବିଦ୍ୟାଳୟରେ ଆମ ଦିଦିଙ୍କୁ ଦେଖେଇବା।